ଆଜି ଆମେ ଦେଖିବା ଯେ ଆଶ୍ୱିନ ମାସ ଶରତ ଋତୁର ଶେଷ ମାସ ବର୍ତ୍ତମାନ ପ୍ରବେଶ କରିଛି। ଆଶ୍ୱିନ ମାସ ବିଷୟରେ ମୁଁ କିଛି ଗୀତ ଲେଖିଛି। ସବୁ ମାସ ବର୍ଷ ଦିନ ଗଛ ପତ୍ର ସବୁ ଗୀତ ଲେଖିବା ମୋତେ ଭଲ ଲାଗେ, ଲେଖିଛି। ଗୋଟେ ଆପଣମାନେ ଶୁଣନ୍ତୁ। ଜ୍ୟୋତ୍ସ୍ନା ବିଧୌତ ରଜନୀ ଦେଖୋ ହସି ଉଠେ, ଏ ଶଶୀ ପୁଣି ସୁଜନେ ଗୋ ଦେଖ, ହସଇ ଧରଣୀ ରାଣୀ ସୁଜନେ ଗୋ। କାଶତଣ୍ଡି କଇଁ ପଦମ ପୋଖରୀ କୂଳରେ, କେଡ଼େ ବିଭଙ୍ଗ ସୁଜନେ ଗୋମାଳ, ତିଟଗରକୁ ଘେନିବ ସୁଜନେ ଗୋ। ଗଙ୍ଗଶିଉଳିକୁ ଜାଣି ଅପରାଜିତାର, ଗୁଣ ବଖାଣି ସୁଜନେ ଗୋ ବଧୂ, ଲିଅଗସ୍ତିକିତ ଘେନି ସୁଜନେ ଗୋ। ଜହ୍ନି ଫୁଲ ଫୁଟେ ଥାଏ ଆହା କି ସୁନ୍ଦର, ଏ ଦୃଶ୍ୟ ହୁଏ ସୁଜନେ ଗୋ ଆଉ, ଫୁଲ ପରି ହେବ କିଏ ସୁଜନେ ଗୋ। କହିବା ତାତ୍ପର୍ଯ୍ୟ କ'ଣ? ଜ୍ୟୋତ୍ସ୍ନା ବିଧୌତ ରଜନୀ, ଅର୍ଥାৎ ଆଶ୍ୱିନ ମାସରେ ଯେଉଁ ଜହ୍ନ ପଡ଼େ ସେ ସବୁ ଋତୁରୁ ସଫା ସେ ଜହ୍ନ। ଜ୍ୟୋତ୍ସ୍ନା ବିଧୌତ ଅର୍ଥାৎ ତା କିରଣରେ ଯେତେ ମଳିନତା ଥିଲା ଆକାଶରେ ପୃଥିବୀରେ ସେ ସବୁ ଧୋଇ ଦେଇଛି। ସେ କିରଣ ସମସ୍ତଙ୍କୁ ଧୋଇ ଦେଇଛି। ଭାରି ପରିଷ୍କାର କିରଣ। ବର୍ଷ ଯାକ ଯେତେ ଜହ୍ନ, ଆଶ୍ୱିନ ମାସ ଜହ୍ନ ଭଳିଆ ଜହ୍ନ ଆଉ ନାହିଁ। ଜ୍ୟୋତ୍ସ୍ନା ବିଧୌତ ରଜନୀ ଦେଖ ହସି ଉଠେ ଏ ଶଶୀ ପୁଣି। ଚନ୍ଦ୍ର ଯେତେବେଳେ ଆସିବେ ଭାରି ସୁନ୍ଦର ଦେଖାଯାଆନ୍ତି, ହସି ହସିକି ଆସନ୍ତି। ତା ସହିତ ତାଙ୍କ ହସରେ ଇଏ ଧରଣୀ ବି ହସୁଛି। ବର୍ତ୍ତମାନ ସବୁ ଧରଣୀ ହସିବା ଆରମ୍ଭ ହେଲେଣି। କାଶତଣ୍ଡି କଇଁ ପଦ୍ମ ଏସବୁ ପୋଖରୀ କୂଳରେ ଫୁଟିକିରି ଗାଡ଼ିଆରେ ଫୁଟିଛି। ପୋଖରୀ କୂଳ ଗଲେ ଭାରି ବାସ୍ନା ଗୋଟେ ଅଲଗା ପ୍ରକାର ହେଉଛି। ସେ ଫୁଲ କାଶତଣ୍ଡି ଫୁଲ ବଢ଼ିଆ ଦେଖାଯାଉଛି, ଅତି ସୁନ୍ଦର ଲାଗୁଛି। ତାପରେ ଗଙ୍ଗଶିଉଳି ଫୁଲ ଫୁଟିବା ଆରମ୍ଭ ହେଲେଣି। ଗଙ୍ଗଶିଉଳି ଫୁଟିଲେଣି। ଅପରାଜିତା କଳା ଧଳା ଉଭୟ ସେ ବି ଫୁଟିବା ଆରମ୍ଭ ହେଲେଣି। ବଧୂଲି ଫୁଲ ସେ ବି ଫୁଟିଲେଣି। ଅଗସ୍ତି ଫୁଲ ସେ ଫୁଟିବା ଆରମ୍ଭ ହେଲେଣି। ବଙ୍କା ବଙ୍କା ଫୁଲ ସେ, ଯେଉଁ ଆମର ଚନ୍ଦ୍ର ଯେମିତି ବଙ୍କା ହେଇକି ଆସନ୍ତି ଦା ଭଳିଆ, ସେଇଭଳିଆ ଫୁଲ ସେ। ବହୁତ ସୁନ୍ଦର ଲାଗୁଛି ଏ ପରିବେଶ। ଜହ୍ନି ଫୁଲ ଯେଉଁ ବାଡ଼ମାନଙ୍କ ସବୁ ଲାଗିଛି ସେ ବି ଫୁଟିବା ଆରମ୍ଭ ହେଲେଣି, ଜହ୍ନି ବି ହେଲେଣି। ବହୁତ ପରିବେଶ, ଭାରି ସୁନ୍ଦର ପରିବେଶ। ବହୁତ ପରିବେଶ ଆକୁ ସମସ୍ତେ ଯେତେ ଯେ ସଂସାରରେ ଅଛନ୍ତି ସମସ୍ତେ ଉପଭୋଗ କରିବା ନିହାତି ଆବଶ୍ୟକ। ଦେଖିବା ଦ୍ୱିତୀୟ ପଦ।